ଇଟାଟା ତାର ପ୍ରପର୍ଟି ଥିଲା ସେଟା ଏମାର ମଠର ପ୍ରପର୍ଟି ଭିତରେ ଦେଖନ୍ତୁ ଯେତେବେଳେ ସିଦ୍ଧ ମଠର ଯୋଉ ଆସିଥିଲା ଜଜମେଣ୍ଟ ଆସିଥିଲା ତା ଅନୁଯାୟୀ ମଠର ସମସ୍ତ ସମ୍ପତ୍ତି ଜଗନ୍ନାଥ ମହାପ୍ରଭୁଙ୍କର ବୋଲି ସେଥିରେ ସ୍ପଷ୍ଟତା ଥିଲା। ତ ଆମେ ସେଇ ଦୃଷ୍ଟିକୋଣରୁ ଯଦି ଦେଖୁଛେ ତ ରୂପା ଇଟାର ସମସ୍ତ ଯୋଉ ଅଧିକାର ସତ୍ତ୍ୱ ଜଗନ୍ନାଥ ମନ୍ଦିରର ହବା କଥା। ତେବେ ସେ ବାବଦରେ ଯାହା ଟେକ୍ନିକାଲ ପ୍ରୋବ୍ଲେମ୍ସ ଅଛି, ଯାହା ଲିଗାଲ କମ୍ପ୍ଲିକେସନ୍ସ ଅଛି ତାକୁ ବି ଦୂର କରିକି ଆମେ ବି ଚାହୁଁଛୁ, ସମସ୍ତଙ୍କର ଇଚ୍ଛା ଅଛି ଯେ ସେ ରୂପା ଇଟା ମହାପ୍ରଭୁଙ୍କ ପାଖକୁ ଆସୁ ଭାରି ଏବଂ ତାକୁ କେମିତି ପୁଣି ରତ୍ନଭଣ୍ଡାର ସହିତ ଯୋଡ଼ାଯିବ, କ'ଣ କରାଯିବ ସେ ବାବଦରେ ବି ଚିନ୍ତା ଚାଲିଛି। ଯାହାହେଲେ ସେ ବାବଦରେ ନିଷ୍ପତ୍ତି ନିଆଯିବ। ସରକାରଙ୍କର ଅନୁମୋଦନ ପରେ ତା ଉପରେ ଗଣତି ମଣତିର ଯେଉଁ ପ୍ରକ୍ରିୟା ତା ପାଇଁ ଯେଉଁମାନେ ସେଥିରେ ସମ୍ପୃକ୍ତ ରହିବେ, ଯେମିତିକି ମନ୍ଦିର ପ୍ରଶାସନ ତାଙ୍କର ଯେଉଁ ରତ୍ନଭଣ୍ଡାର କମିଟି ଅଛି, ଯେଉଁ ହାଇ ଲେଭେଲ କମିଟି ଯେଉଁଟା ଅଛି ତାଙ୍କୁ ଆସିଷ୍ଟ କରିବା ପାଇଁ ସେ ବାବଦରେ, ଏବଂ ତୃତୀୟ କଥାଟି ହେଉଛି ଯେଉଁ ରିଜର୍ଭ ବ୍ୟାଙ୍କର ଯେଉଁ ଅଧିକାରୀମାନେ, ଯେଉଁ 2 ଜଣ ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କୁ ସେମାନେ ଡେପ୍ୟୁଟ୍ କରିଛନ୍ତି ସେମାନଙ୍କର, ଏବଂ ସେଥି ଯେଉଁ ଟେକ୍ନିକାଲ ଏକ୍ସପର୍ଟ ଯେଉଁମାନେ ସେ ବିଭିନ୍ନ ଗହଣାର ତାର ନାଁ କ'ଣ, ତାର କ୍ୱାଲିଟି କ'ଣ ଅଛି, ପୁରା ସମସ୍ତ ଭାବରେ ତାକୁ ଦେଖିବା ପାଇଁ ଯେଉଁ ପ୍ରକ୍ରିୟା, ମାନେ ତାର ଭାଙ୍ଗିଛି କ'ଣ ନ ଭାଙ୍ଗିଛି ସେ ଯେଉଁ ଟେକ୍ନିକାଲ ଏକ୍ସପର୍ଟ, ସେଇଟା ବି ଆମେ ଚେଷ୍ଟା କରୁଛୁ ରିଜର୍ଭ ବ୍ୟାଙ୍କର ଅନୁମୋଦନ କ୍ରମେ